Okay, good evening, student. Again, some question voice clear ଅଛି? Everything is clear? Okay. तो ବର୍ତ୍ତମାନ ଆମେ ଯୋଉ କ୍ଲାସ କୁ କରିବା one of the most important class ରହିବ କାହିଁକି ନା ଆଜିର କ୍ଲାସରେ ମୁଁ ଲାଷ୍ଟ ଯୋଉ GS2 ର ଯୋଉ ଲଙ୍ଗ କ୍ୱେଶ୍ଚିନ୍ ଟା ଦେଇଥିଲି ଲାଇଭ ଡିସ୍କସନ କରିବି that is the first point. Second point is ବହୁତ ସାରା ପିଲାଙ୍କର କଲ୍ ଆସୁଛି ସାର୍ ଆପଣ ଟିକେ ଆମକୁ ବୁଝେଇ ଦିଅନ୍ତୁ ଯେ ଆମେ ଟାଇମ ମ୍ୟାନେଜ କେମିତି କରିବୁ ଆଉ ନୋଟଟାକୁ କେମିତି ଲେଖିବୁ ଆକୁ ନେଇକିରି ବହୁତ ସାରା ପିଲାଙ୍କ ମାଇଣ୍ଡରେ କନଫ୍ୟୁଜନ ସେମ୍ କନଫ୍ୟୁଜନ ରହୁଛି ସେ ବିଷୟରେ ମୁଁ ଡିସ୍କସନ କରିବି ଆଉ ଗୋଟେ ପଏଣ୍ଟ ଉପରେ ଡିସ୍କସନ କରିବି ଯେ ତୁମମାନଙ୍କ ପାଖରେ ଓନ୍ଲି 365 ଡେଜ୍ ଅଛି 365 ଡେଜ୍ ମିନ୍ସ ଯେ ଆଜି ହଉଛି ଅକ୍ଟୋବର ସରି ନଭେମ୍ବର 13 ତାରିଖ ଆଜି ହଉଛି ନଭେମ୍ବର 13 ତାରିଖ ଦ୍ୟାଟ୍ ମିନ୍ସ ଆସନ୍ତା ବର୍ଷ ନଭେମ୍ବର 13 ବେଳକୁ ତୁମେମାନେ ମେନ୍ ଏକ୍ଜାମ ଲେଖୁଥିବ ଆଜି ତମକୁ ଗୋଟେ କହୁଛି ଲେଖିକି ରଖ ଡାଏରୀରେ ନଭେମ୍ବର 13 ବେଳକୁ ତୁମେ ମେନ୍ ଏକ୍ଜାମ ଲେଖୁଥିବ ତ ଆମ ହାତରେ ଓନ୍ଲି 365 ଡେଜ୍ ଅଛି ଦ୍ୟାଟ୍ ମିନ୍ସ ବର୍ଷେ ମେ ବି ହେଇପାରେ ମେ ବି ନ ହେଇପାରେ ତ ଲାଇଫରେ ଯଦି କିଛି ଚେଞ୍ଜ କରିବାକୁ ଚାହୁଁଛ କିଛି ଏଇ ବର୍ଷର ଆଜି ସିଭିଲ ସର୍ଭିସରେ ତୁମ ନାଁକୁ ରଖିବାକୁ ଚାହୁଁଛ ଲାଷ୍ଟ ଟାଇମ୍ ଆ ପାଇଁ ତୁମକୁ ମେହନତ କରିବାର ଅଛି ଏ ସମସ୍ତ ବିଷୟରେ ଆଜି ଆମେ ଡିସ୍କସନ କରିବା କିନ୍ତୁ ଫାଷ୍ଟ ମୁଁ ତୁମମାନଙ୍କ ସହିତ ଡିସ୍କସନ କରିବି ଲାଷ୍ଟ ଡେରେ ଦେଇଥିବା ଯୋଉ ଲଙ୍ଗ କ୍ୱେଶ୍ଚିନ୍ ସେଇଠୁ ହିଁ ମୁଁ ଷ୍ଟାର୍ଟ କରିବି ଯେ ତମେ ନୋଟ୍ କେମିତି ପ୍ରିପାରେସନ କରିବ ଟାଇମ୍ କେମିତି ମ୍ୟାନେଜ କରିବ ଏଭ୍ରିଥିଙ୍ଗ ମୁଁ ତୁମମାନଙ୍କ ସହିତ ଡିସ୍କସନ କରିବି ଦେଖ ତ ଆମର ଯୋଉ ବ୍ୟାଚ୍ ଯୋଉ ପିଲାମାନେ ଅଛୁ ମୁଁ ଏଗେନ୍ ବି ତୁମମାନଙ୍କୁ କହିଦଉଛି କେହି ବି କନଫ୍ୟୁଜନ ହବନି କାହିଁକି ନା ଦେଖ ଗୋଟେ ସେକେଣ୍ଡ ଆମର ବର୍ତ୍ତମାନ ଯୋଉ ରାପିଡ ଫାୟାର ମେନ୍ ଚାଲିଛି ଏଥିରେ ଯୋଉ ମେନ୍ ଚାଲିଛି 2026 ପାଇଁ ସେଇ ମେନ୍ ଅଛି 25-26ରେ ସମାନ ମେନ୍ ର କଣ୍ଟେଣ୍ଟ ତିନିଟାକ ବ୍ୟାଚରେ ମୁଁ ଇକ୍ୱାଲ ଦଉଛି ମେନ୍ ର କଣ୍ଟେଣ୍ଟ ତିନିଟାକ ବ୍ୟାଚ ଇକ୍ୱାଲ ଦଉଛି ଯୋଉଟା କି ଏବେ ରିସେଣ୍ଟଲି ଆମେ କାହାକୁ ପଢୁଥିଲେ ନା GS2 ର ଆମେ ପଢୁଥିଲେ କଣ ନା ସୋସାଇଟି ଉପରେ ଆମେ ଡିସ୍କସନ କରୁଥିଲେ ଯୋଉଟା ଆଦିତ୍ୟ ଏକାଡେମୀ ଆପ୍ଲିକେସନ ର ଏ ତିନୋଟିକା ବ୍ୟାଚରେ ଅଛ ତିନିଟିକା ବ୍ୟାଚରେ ମୁଁ ତୁମକୁ ସେମ୍ থিওরি ক্লাস নଉଛି ଆଉ ସେମ୍ ରହୁଛି ତୁମମାନଙ୍କର କଣ୍ଟେଣ୍ଟ ଆଚ୍ଛା ରିସେଣ୍ଟଲି ଆମେ କୋଉ ଟପିକ ଉପରେ ଡିସ୍କସନ କରୁଥିଲେ ବା ଆମର ଲାଇଭ କ୍ଲାସ ବର୍ତ୍ତମାନ ଚାଲିଛି ଯେ ସୋସିଆଲ ଜଷ୍ଟିସ ଉପରେ ଯେତେବେଳେ ସୋସିଆଲ ଜଷ୍ଟିସକୁ ନେଇକରି ମୁଁ ତୁମକୁ 2 ରୁ 3ଟି କ୍ଲାସ କଲି ତାପରେ ତୁମକୁ ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ଦେଇଥିଲି କାହିଁକି ନା ମୁଁ ତୁମମାନଙ୍କୁ କହିଛି ଏଣ୍ଡ ଅଫ ଦ ନଭେମ୍ବର ଭିତରେ ତୁମକୁ ମୁଁ GS2 ଆଉ ଏଥିକ୍ସ ପେପର ସାରିବି ସାଇମଲଟାନିୟସଲି ତୁମକୁ ମଧ୍ୟ ଲଙ୍ଗ କ୍ୱେଶ୍ଚିନ୍ ଲେଖେଇବି ବୋଲି ବି କହିଥିଲି ତ ସୋ ଦ୍ୟାଟ ଆମେ ସାଇଟରେ ମଧ୍ୟ ଲଙ୍ଗ କ୍ୱେଶ୍ଚିନ୍ ଲେଖିକି ନେଉଛୁ ଦେଖ ଯେତେବେଳେ ଆମେ ସୋସିଆଲ ଜଷ୍ଟିସ ପଢୁଥିଲେ ବା ସୋସିଆଲ ଜଷ୍ଟିସ ଉପରେ ଯେତେବେଳେ ପଢୁଥିଲେ ଆମେ ସେଠି ଦେଖିଥିଲେ ଯେ ପଭର୍ଟି କଣ ବା ପଭର୍ଟି ଉପରେ ଆଲୋଚନା କରିଥିଲେ ଆଉ ହଙ୍ଗର ବିଷୟରେ ଆମେ ବିଷୟରେ କ୍ଷୁଧା ଯାହାକୁ ଆମେ କହୁଛେ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଆଉ ତା ସହିତ ଆମେ ଆଲୋଚନା କରିଥିଲେ ସବୁଠୁ ଇମ୍ପୋର୍ଟାଣ୍ଟ ଟପିକ ଥିଲା ସଷ୍ଟେନେବୁଲ ଡେଭଲପମେଣ୍ଟ ଗୋଲ ଦ୍ୟାଟ ମିନ୍ସ ଆମର ଯୋଉ ଅଛି 17 ଗୋଟି ଗୋଲ ଅଛି ସେ ବିଷୟରେ ଆମେ ଡିସ୍କସନ କରିଥିଲେ କୋଉଠି ନା ଥିଓରି କ୍ଲାସରେ ଯେ ଏ ତିନୋଟି କନସେପ୍ଟ ଯେତେବେଳେ ପଢି ସାରିଲେ ତାକୁ ନେଇକରି ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ତୁମମାନଙ୍କୁ ମୁଁ ଦେଇଥିଲି ମଲ୍ଟି ଡାଇମେନ୍ସନାଲ ଆପ୍ରୋଚେସ୍ ଟୁ କାହା ପାଇଁ ନା ପଭର୍ଟି ମାନେ କ୍ଲିୟର ଦ ପଭର୍ଟି ଆଣ୍ଡ ଆଚିଭ୍ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ ଯେ କୋଉ ଭଳି ଆମର ଆପ୍ରୋଚେସ୍ ରହିବା ଦରକାର ବା ଆମର କୋଉ ଭଳି ଦୃଷ୍ଟିକୋଣ ରହିବା ଦରକାର ଯାହାଦ୍ୱାରା ଆମେ ଦାରିଦ୍ର୍ୟକୁ ଦୂରୀକରଣ କରିବା ସହିତ ଆମର ଯୋଉ ଅଛି ଯୋଉ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ ଅଛି ତାକୁ ମଧ୍ୟ ଆମେ ଆଚିଭ୍ କରିବା ଦ୍ୟାଟ ଇଜ ଦ କ୍ୱେଶ୍ଚିନ୍ କୋଶ୍ଚିନ୍କୁ ବୁଝିବାର ଅଛି ଦାରିଦ୍ର୍ୟ ମୁକାବିଲା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ଅଭାବ ମୂଲ୍ୟାୟନ ପାଇଁ ବହୁମୁଖୀ ଦୃଷ୍ଟିକୋଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତା ଆମେ କୋଉ ଭଳି ମାନେ ଆପ୍ରୋଚେସ୍ ନବା ବା ଆମେ କୋଉ ଭଳି ଦୃଷ୍ଟିକୋଣ ରଖିବା ଯାହା ଦ୍ୱାରା ଆମେ ଦାରିଦ୍ର୍ୟକୁ ଦୂରୀକରଣ ସହିତ ସ୍ଥାୟୀ ବିକାଶ ଯୋଉଟା ଅଛି ତା ମଧ୍ୟ ଆମେ ଆମେ ହାସଲ କରିପାରିବା ଏଇଟା ଥିଲା ଆମର କୋଶ୍ଚିନ୍ ତାର ଅର୍ଥ ଏଠି ସେ କଣ ପଚାରିବାକୁ ଚାହୁଁଛି ଆମକୁ ବି ପଚାରିବାକୁ ଚାହୁଁଛି ଆକ୍ଚୁଆଲି ଦାରିଦ୍ର୍ୟ କହିଲେ କଣ ବୁଝିବା ଆଉ ଦାରିଦ୍ର୍ୟ ଦୂରୀକରଣରେ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲର ଭୂମିକା କଣ ରହୁଛି ବା ଆମେ କୋଉ କୋଉ ଦିଗ ପ୍ରତି ଧ୍ୟାନ ଦେବା ଯୋଉଟା କି ଆମ ପାଇଁ ଇମ୍ପୋର୍ଟାଣ୍ଟ ଦେଖ ଏଭ୍ରି ପଏଣ୍ଟ ମୁଁ ତୁମମାନଙ୍କ ସହିତ ଡିସ୍କସନ କରିଥିଲି ବଟ୍ ତାକୁ ଲେଖିବାଟା ହିଁ ତୁମମାନଙ୍କ ଉପରେ ଡିପେଣ୍ଡ କରେ ଆଗ ମୁଁ ତୁମକୁ ବୁଝେଇ ଦଉଛି କଣ ହବ ଆନ୍ସର ତାପରେ ମୁଁ ବୁଝେଇବି ଯେ ଆକ୍ଚୁଆଲି ତୁମେ କେମିତି ପଢିବା ଦରକାର କେମିତି ନୋଟକୁ ଲେଖିବା ଦରକାର ଯାହାଦ୍ୱାରା ଏକ୍ଜାମ ହଲରେ ତୁମକୁ ପ୍ରୋବ୍ଲେମ ହବନି ଆଚ୍ଛା ତ ପ୍ରଥମେ ହଉଛି ଦାରିଦ୍ର୍ୟ ଆମେ କାହାକୁ କହିବା
বা poverty କାହାକୁ କହିବା? Poverty refers to condition where persons does not have the minimum amount of income needed to meet the minimum basic requirement like food and cloth over the ମାନେ କି some period of time। ତାତ ଦୀର୍ଘ ସମୟ ଧରିକିରି ଯଦି କାହାର ଇନକମ୍ କମ୍ ହଉଛି ଯାହା ଦ୍ୱାରା ସେ ତାର ବେସିକ୍ ନିଡେଡକୁ ଫୁଲଫିଲ୍ କରିପାରୁନି, ଯେମିତି ଖାଦ୍ୟ ରହିଲା ବା ବସ୍ତ୍ର ରହିଲା, ଆକୁ ସେ ଫୁଲଫିଲ୍ କରିପାରୁନି, ତାହାକୁ ହିଁ ଆମେ କହିବା ଦାରିଦ୍ର୍ୟ ବୋଲି କହିବା। ଦାରିଦ୍ର୍ୟ ହେଉଛି ଏକ ଦାରିଦ୍ର୍ୟ ହେଉଛି ଏପରି ଏକ ଅବସ୍ଥା ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ପାଖରେ ଦୀର୍ଘ ସମୟ ଧରି ଖାଦ୍ୟ ଏବଂ ପୋଷାକ ଭଳି ସର୍ବନିମ୍ନ ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଆବଶ୍ୟକ ସର୍ବନିମ୍ନ ଆୟ ନାହିଁ। ତାର ଅର୍ଥ ମୁଁ ଏଥିପାଇଁ କହିଥିଲି, ବହୁତ ସାରା ପିଲାଙ୍କ ମାଇଣ୍ଡରେ କ୍ୱେଶ୍ଚିନ୍ ଥାଏ ଯେ ସାର୍ ଏଠି ଓଡ଼ିଆ ମିଡିୟମରେ ଏକ୍ସାମ ଦେବା କ'ଣ ପସିବୁଲ କି? ମୁଁ ତମ ଆଖି ଆଗରେ ଓଡ଼ିଆରେ ଲେଖି ଦଉଛି ଯୋଉଟା କି କେତେ ଦୂର ସମ୍ଭବ। ଦେଖ, ଗୋଟେ ପିଲା ଯଦି ଇଂଲିଶରେ ୱିକ୍ ଅଛି, ଓଡ଼ିଆରେ ଷ୍ଟ୍ରଙ୍ଗ ଅଛି, ସକ୍ସେସ୍ ପାଇବାର ଚାନ୍ସ ବି ତା ପାଖରେ ସେତିକି ଅଛି ଯୋଉଟା କି ଇଂଲିଶ ମିଡିୟମ ପିଲା ପାଖରେ ଅଛି। ସୋ ଦ୍ୟାଟ୍ ଯୋଉଟା କି ତୁମେ ଲେଖିପାରିବା ଦରକାର। ତା ତ ଆମେ ଦାରିଦ୍ର୍ୟ କ'ଣ ସେଇଟା ଆମେ ରିପ୍ରେଜେଣ୍ଟ କଲେ। ଆଉ ଗୋଟେ ଜିନିଷ କହିଲି ଯେ ଦାରିଦ୍ର୍ୟଟା ଆମେ focus on income only is not enough to capture the real poverty in the poor। ଆମେ ଯଦି ଖାଲି ଇନକମ୍ ପ୍ରତି ଆମେ ଧ୍ୟାନ ଦେବା ଯେ ଖାଲି ଦାରିଦ୍ର୍ୟତା ଦୂର ଆମେ କରିପାରିବାନି। ତୁମେ ଦେଖିଥିବ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲରେ ବିଭିନ୍ନ ପ୍ରକାର ଗୋଲ ଅଛି, ସେଠି ସେ ଇନକମ୍ ଉପରେ ଡିପେଣ୍ଡ କରୁନାହାନ୍ତି ବା ଇନକମ୍କୁ ଟାର୍ଗେଟ ରଖିନାହାନ୍ତି। କେବଳ ଆୟ ଉପରେ ଧ୍ୟାନ ଦେବା ଦାରିଦ୍ର୍ୟର ପ୍ରକୃତ ବାସ୍ତବକୁ ଧରିବା ପାଇଁ ଯଥେଷ୍ଟ ନୁହେଁ। କାରଣ ଗରିବ ମାନ ଯୋଉମାନେ ସବୁ ଦରିଦ୍ର ଅଛନ୍ତି ସେମାନଙ୍କ ପାଖରେ ବହୁତ ସାରା ମାନେ ପ୍ରୋବ୍ଲେମକୁ ଫେସ୍ କରିବାକୁ ପଡେ, ଯେମିତିକି ସ୍ୱାସ୍ଥ୍ୟ ଜନିତ ଅବସ୍ଥା, ତୁମମାନଙ୍କର ଖରାପ ପାନୀୟ ଜଳ ବା ଖରାପ ମାନେ ଆଟମୋସ୍ଫିୟର ରହିଲା। ତାପରେ ଆସିଲା ଶିକ୍ଷା, ଯେ ଯଦି ଗୋଟେ ଲୋକ ବା ଗୋଟେ ବ୍ୟକ୍ତି ଏ ସମସ୍ତ ଦିଗରେ ତାକୁ ଆମେ ସପୋର୍ଟ ଦେଇହବୁ ବା ଏ ସମସ୍ତ ଦିଗ ପ୍ରତି ଆମେ ଧ୍ୟାନ ଦେବା, ଅଟୋମେଟିକ ସେ ଯେତିକି ବି ଇନକମ୍ କରୁଥିବ ତାର ମଧ୍ୟ ଡେଭଲପମେଣ୍ଟ ସେ ହେଇପାରିବ। ତୁମେ ଦେଖିବ ଭାରତ ସରକାରଙ୍କର ବିଭିନ୍ନ ସ୍କିମ୍ ଆସୁଛି ଏଇ ସବୁ ଦିଗ ଉପରେ, ଯେମିତିକି ଆୟୁଷ୍ମାନ ସ୍କିମ୍, ଯୋଉଟା କି ଓଡ଼ିଶା ସରକାରଙ୍କର ପୂର୍ବ ସରକାରଙ୍କର ଗୋଟେ ସ୍କିମ୍ ଥିଲା, ଯାହାକୁ ତୁମେ ପପୁଲାରଲି ଜାଣିଛ, ଯୋଉଟା କି ଆମେ କହୁଛେ କ'ଣ ନା କ'ଣ କହୁଛେ ହେଲ୍ଥ ସ୍କିମ୍ଟାକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବୋଲି କହୁଛେ, ଯୋଉଟା କି ବର୍ତ୍ତମାନ ଆମେ ଆୟୁଷ୍ମାନ ଭାରତ ସ୍କିମ୍। ଆର ମୁଖ୍ୟ ଉଦ୍ଦେଶ୍ୟ କ'ଣ? ହଁ, ବିଏସ୍କେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯୋଉଟା ଥିଲା, ଆର ମୁଖ୍ୟ ଉଦ୍ଦେଶ୍ୟ ଥିଲା କ'ଣ? ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲକୁ ଆଚିଭ୍ କରିବା। ଓକେ, ସେଇଭଳି ଏଜୁକେସନକୁ ନେଇକି ତୁମେ ଦେଖିବ ସରକାରଙ୍କ ତରଫରୁ ଫ୍ରି ଏଜୁକେସନ ପ୍ରୋଭାଇଡ କରାଯାଉଛି, ଯୋଉଟା କି ତୁମେ ନିଜେ ମାନେ ଦେଖୁଥିବ। ତ ଏ ସବୁ ଉଦ୍ଦେଶ୍ୟ ହଉଛି ଯେ ଦାରିଦ୍ର୍ୟକୁ ଦୂରୀକରଣ କରିବା ପାଇଁ ଇଏ ହଉଛି ଗୋଟେ ଲେଖା ଷ୍ଟେପ୍। ଯଦି ଆମେ ଖାଲି ଗୋଟେ ଇନକମ୍ ଉପରେ ଧ୍ୟାନ ଦେବା, ଗୋଟେ ବ୍ୟକ୍ତିର ଦାରିଦ୍ର୍ୟଟାକୁ ଆମେ ଦୂରେଇ କରିପାରିବାନି ବା ଦାରିଦ୍ର୍ୟର କାରଣ ପାଖରେ ପହଞ୍ଚି ପାରିବାନି। ତା ସହିତ ଆମକୁ ଦେଖିବାର ଅଛି ତାର ସ୍ୱାସ୍ଥ୍ୟ କଥା, ତାର ଏଜୁକେସନ କଥା, ଏସବୁ ପ୍ରତି ଆମକୁ ଧ୍ୟାନ ଦେବା ଅଛି। ଆଚ୍ଛା, ଯୋଉ ଜିନିଷ ମୁଁ ତମକୁ କହିଲି ବାସ୍ ସେଇ ସବୁ ଜିନିଷକୁ ବର୍ତ୍ତମାନ ଏକ୍ସପ୍ଲାନ୍ କରାଯାଇଛି। ଦ୍ୟାଟ୍ ମିନ୍ସ ଆମ ପାଖରେ ଯୋଉ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ ଥିଲା 17ଟା ଗୋଲ ଥିଲା। ଓକେ, ଏ ଯୋଉ ଗୋଲଟାକୁ ଆମର ଉଦ୍ଦେଶ୍ୟ ଅଛି ଯେ ପ୍ରତ୍ୟେକ ବ୍ୟକ୍ତି ପାଖରେ ଦାରିଦ୍ର୍ୟକୁ ଦୂରୀକରଣ ସହିତ ଏସବୁ ପ୍ରତି ଆମେ ଧ୍ୟାନ ଦେବା, ଯେମିତି ଏଣ୍ଡ ପଭର୍ଟି, ଦାରିଦ୍ର୍ୟ ଦୂରୀକରଣ। ଦାରିଦ୍ର୍ୟ ଦୂରୀକରଣଟା କନସେପ୍ଟ ଆମେ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲର 1 ନମ୍ବର ଗୋଲ ରଖିଛେ। ଯଦି ଆମେ ଦାରିଦ୍ର୍ୟ ଦୂରୀକରଣ କରିପାରୁଛେ ତାର ତ କ'ଣ ହେଉଛି ଯେ ଗୋଟେ କୌଣସି ବ୍ୟକ୍ତିର ମାନେ ମୌଳିକ ଆବଶ୍ୟକତାକୁ ଆମେ ସହଜେ ତାକୁ ଫୁଲଫିଲମେଣ୍ଟ କରିପାରୁଛେ, ଯୋଉଟାକି ଆମର ଟାର୍ଗେଟ ହଉଛି। ସେକେଣ୍ଡ ହଉଛି ଏଣ୍ଡିଂ ହଙ୍ଗର ଆଉ ମାଲ ନ୍ୟୁଟ୍ରିସନ, ତା ତ କ୍ଷୁଧା ଏବଂ ପୋଷଣର ଅନ୍ତ। ତା ତ ଆମର ଯୋଉ ଟାର୍ଗେଟ ବି ରଖିଛେ ଏଥିରେ ଆମେ ଆଉ ଗୋଟେ ବି ଟାର୍ଗେଟ ରଖିଛେ, ଯେମିତି କ୍ଷୁଧା ପୋଷଣର ଅନ୍ତ। ତା ତ ଆମେ ଯଦି ଗୋଟେ ବ୍ୟକ୍ତିକୁ ସଠିକ ପରିମାଣର ଆବଶ୍ୟକ ମୁତାବକ ପୋଷଣ ଆମେ ଦେଇପାରିବା, ଅଟୋମେଟିକ ସେ କ'ଣ ହେଇପାରିବ, ରିକଭରି ସେ କରିପାରିବ ଦାରିଦ୍ର୍ୟ। ତୁମେ ଦେଖିଥିବ ଓଡ଼ିଶା ସରକାରଙ୍କ ହଉ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ହଉ, ତୁମେ ଦେଖିବ ଯୋଉଟା ରାସନ କାର୍ଡ ଆସୁଛି, 1 ଟଙ୍କାର ଯୋଉ ଚାଉଳ ଦିଆଯାଉଛି, 1 ଟଙ୍କାର ଯୋଉ ଗହମ ତୁମମାନଙ୍କୁ ଦିଆଯାଉଛି, ତାର ମୁଖ୍ୟ ଉଦ୍ଦେଶ୍ୟ କ'ଣ? ଦାରିଦ୍ର୍ୟକୁ ମାନେ ଦୂରୀକରଣ କରିବା। ଗୁଡ୍ ହେଲ୍ଥ ଆଣ୍ଡ ୱେଲବିଂ, ଯୋଉଟାକି ତମମାନେ କହିଥିଲି ଏଜୁକେସନ ହେଲା, ଯୋଉ ଯୋଉ ପଏଣ୍ଟ ତମମାନଙ୍କୁ କହିଥିଲି ଡିଟୋ ସେଇ ପଏଣ୍ଟକୁ ଏକ୍ସପ୍ଲାନ୍ କରାଯାଇଛି। ଏଟା ହଉଛି ଟ୍ରିକ୍ ଯେ ଆମେ ଗୋଟେ ଟପିକକୁ ପଢିଲେ ସେ ଟପିକକୁ ନେଇକି ମୁଁ ଗୋଟେ କ୍ୱେଶ୍ଚିନ୍ ଦେଲି, ଏମିତି ତୁମମାନଙ୍କୁ ଲେଖିବାର ଅଛି। ଏବେ କ୍ୱେଶ୍ଚିନ୍ ଆସିଲା ଯେ ସାର୍ ଆକୁ ଆମେ କରିପାରୁନୁ, ଆମକୁ ଘୋଷିବୁ କି? ନାଇଁ, ଦେଖ ମୁଁ ତୁମକୁ ଗୋଟେ ଗୋଲ୍ଡେନ ରୁଲ ଶିଖଉଛି, ଯୋଉଟା କି ଗୋଲ୍ଡେନ ରୁଲ। ଏ ରୁଲଟାକୁ ପୁରା ଭଲସେ ମନେ ରଖିବ ଆଉ ଏ ରୁଲ ମୁତାବକ ତୁମେ ମାନେ ପଢିବ। ଦେଖ, ସପୋଜ ତୁମେ ଗୋଟେ ଖାତା ନବ,
এই ଯୋଉ ପ୍ରୋବ୍ଲେମଟା 90% ପିଲାମାନଙ୍କ ସହିତ ମିଟୁଛି। ତ ସେଥିପାଇଁ ମୁଁ ବାଧ୍ୟ ହେଲି ଏ କ୍ଲାସରେ ଏ ଟପିକକୁ ମଧ୍ୟ ଆଲୋଚନା କରିବା ପାଇଁ। ଦେଖ, ପ୍ରଥମ କ୍ୱେଶ୍ଚିନ୍ ଦେଖ, ଏ ଗୋଟେ କ୍ୱେଶ୍ଚିନ୍ କିଛି ପିଲାଙ୍କ ମାଇଣ୍ଡରେ ଆସିଛି ଯେ କି ମତେ ପଚାରୁଛନ୍ତି, ମେ ବି ଅନେକ ସାରା ପିଲାଙ୍କ ମାଇଣ୍ଡରେ ଥିବ। ଦେଖ, ଗୋଟେ ପିଲାଙ୍କ କେହି ମେସେଜ କରିବନି, ଆଗ ଶୁଣିବା ଭଲସେ। ଦେଖ, ମୁଁ ଟିକେ ତୁମମାନଙ୍କୁ ସେ ଟପିକ ଆଡକୁ ଯାଉଛି, କାହିଁକି ନା ଏଟା ଜାଣିବା ନିହାତି ଦରକାର। କାହିଁକି ନା ଆମର ଗୋଲ ହଉଛି 2026, ଆମ ଟାର୍ଗେଟ ହଉଛି 26, ଆଉ 26ରେ ମୋର ଟାର୍ଗେଟ ମିନିମମ୍ 50 ପିଲା। କାରଣ ଏ ବର୍ଷ ଆମର 7 ଜଣ ପିଲା ପାଇଲେ, ଆଉ 26ର ରେଜଲ୍ଟରେ ମୁଁ ମିନିମମ୍ 50 ପିଲାଙ୍କୁ ପାଇବାକୁ ଚାହୁଁଛି ଆମ ବ୍ୟାଚରୁ। ଏଇଟା ମୁଁ ଟାର୍ଗେଟ ରଖିଛି। ତ ସେଥିପାଇଁ ତୁମକୁ ଏ ରୁଲକୁ ଫଲୋ କରିବାକୁ ପଡିବ। ଦେଖ, ଯୋଉମାନେ 26 ବ୍ୟାଚରେ ଜଏନ କରିଛ ବା 25-26ରେ ଜଏନ କରିଛ, ଦିଟା ବ୍ୟାଚ ଇକ୍ୱାଲ, କିନ୍ତୁ ତଫାତ୍ ଏତିକି, ଗୋଟେ 3 ବର୍ଷ ଭ୍ୟାଲିଡିଟି, ଗୋଟେ 2 ବର୍ଷ ଭ୍ୟାଲିଡିଟି। ଏଥିରେ ପୁରୁଣାର କ୍ଲାସ ଅଛି, ଏଥିରେ ଖାଲି ନୂଆ କ୍ଲାସ, ଏତିକି ହଉଛି ତଫାତ୍, ଆଉ ନହେଲେ କିଛି ନାହିଁ। ତାହେଲେ ଆମେ କଣ କରିବା? ମେନ୍ କୁ ନେଇକି ବହୁତ ସାରା ପିଲାଙ୍କ ମାଇଣ୍ଡରେ କ୍ୱେଶ୍ଚିନ୍। ତମେ ପ୍ରଥମେ ପ୍ରିଲିମ୍ କଥା ମାଇଣ୍ଡରୁ ହଟେଇ ଦବ, କାରଣ ପ୍ରିଲିମ୍ ପାଇଁ ମୁଁ ତମକୁ 6 ମାସ ଟାଇମ ଦେବି, ଜାନୁଆରୀରୁ ଜୁନ ପର୍ଯ୍ୟନ୍ତ। ସେ 6 ମାସ ଆମ ପାଇଁ ଏନଫ୍। ଯୋଉ ଏତିକି ଆମ ପାଖରେ ଯୋଉ 1.5 ମାସ ଆଉ ଟାଇମ ଅଛି, ଆମେ କଣ କରିବା? ଦେଖ, ସପୋଜ ତମେ GS2 ମୁଁ ତୁମମାନଙ୍କୁ ପଢଉଥିଲି, GS2ରେ ସୋସିଆଲ ଜଷ୍ଟିସ ଗୋଟେ ଟପିକ ଥିଲା। କଣ ଥିଲା? ସୋସିଆଲ ଜଷ୍ଟିସ। ତୁମେ କଣ କଲ? ଏମିତି ଗୋଟେ ଖାତା ଦେଲ, ତାର ହେଡିଂ ଦେଲା ହଉଛି GS2। GS2ରେ ତା ଭିତରେ ହେଡିଂ ଦେଲା ସୋସିଆଲ ଜଷ୍ଟିସ। ସୋସିଆଲ ଜଷ୍ଟିସ କହିଲେ ବହୁତ ପ୍ରକାର ଗ୍ରାଉଣ୍ଡ ଅଛି, ଯେମିତି ଓମେନ ମାନଙ୍କୁ ନେଇକି ଅଛି, ଏଜୁକେସନକୁ ନେଇ ଅଛି, ପଭର୍ଟି ନେଇକି ଅଛି, ହଙ୍ଗରକୁ ନେଇ ଅଛି, ସଷ୍ଟେନେବୁଲ ଡେଭଲପମେଣ୍ଟ ଗୋଲକୁ ନେଇକି ଅଛି। ଏମିତି ଅନେକ ସାରା ଗ୍ରାଉଣ୍ଡ ଅଛି, ଏମିତି ଅନେକ ସାରା ଗ୍ରାଉଣ୍ଡ ଅଛି। ତାର ଅର୍ଥ, ମୁଁ ଯାହା ବି ତୁମକୁ ପଢେଇ ଚାଲୁଛି, ତୁମେ କଣ କରୁଛ? ଆ ଭିତରେ ଲେଖି ଚାଲିଛ। ଏ ଖାତା ହଉଛି GS2। GS2 ର କୋଉ ଖାତା? ନା ସୋସିଆଲ ଜଷ୍ଟିସ। ମୁଁ ଯୋଉ ଯୋଉ ଟପିକ ପଢଉଛି କରେଣ୍ଟକୁ ନେଇକିରି, ଆଉ ସବୁବେଳେ ମୁଁ ପୁରୁଣା ନୋଟ କେବେ ଫଲୋ କରେ, ଏକ୍ସକ୍ୟୁଜ, ପୁରୁଣା ନୋଟକୁ କେବେ ବି ମୁଁ 2 ଥର ରିପିଟ କରେ ନା। ତୁମେ ମାନେ ଦେଖୁଥିବ, ଯୋଉମାନେ ଆମକୁ ଆର୍ଥରକ ମେନ୍ ପଢେଇଥିଲି, ଏଥିରେ ତୁମମାନଙ୍କ ନୋଟରେ ପରିବର୍ତ୍ତନ। ମୁଁ କେବେ ବି କୌଣସି ଅବସ୍ଥାରେ ମୁଁ ପୁରୁଣା ନୋଟକୁ ରିପିଟ କରେ ନା, କାହିଁକି ନା ପୁରୁଣା ନୋଟ ରିପିଟ କଲେ ତୁମର କିଛି ଲାଭ ନାହିଁ। ଗୋଟେ ସେକେଣ୍ଡ, ଦେଖ, ତ ଆମକୁ କଣ କରିବାର ଅଛି? ଖାତାର ପ୍ରଥମ ପେଜରୁ ବା ଖାତାର ଷ୍ଟାର୍ଟିଂରୁ ମୁଁ ଯୋଉ ଯୋଉ ଟପିକ ପଢେଇଲି, ବର୍ତ୍ତମାନ ମୁଁ 3ଟି ବିଷୟରେ ପଢେଇଲି। ପଭର୍ଟି କଣ ପଢେଇଛି, ହଙ୍ଗର କଣ ପଢେଇଛି, ସଷ୍ଟେନେବୁଲ ଡେଭଲପମେଣ୍ଟ ଗୋଲ ବିଷୟରେ ପଢେଇଲି। ପୁରା ଥିଓରି ଲେଖିଲି। ତା ରିଲେଟେଡ୍ ମୁଁ ଗୋଟେ କ୍ୱେଶ୍ଚିନ୍ ତୁମକୁ ଦେଲି। ତାହେଲେ ସେ କ୍ୱେଶ୍ଚିନ୍ଟାକୁ ଲେଖିବ କେମିତି? ଖାତାକୁ ପୁରା ଲାଷ୍ଟ ଆଡକୁ, ଧରକର ଏ ଖାତା ଧର 100 ପେଜ ଅଛି ତ, ଧରକର 150 ପେଜ ଅଛି ତ, ତାକୁ କଣ କରିଦବ? 3 ଭାଗ ରଖିଦବ ଥିଓରି ପାଇଁ, ଭାଗେ ରଖିବ କ୍ୱେଶ୍ଚିନ୍ ଆନ୍ସର ପାଇଁ। ପୁରା ଲାଷ୍ଟ ଆଡକୁ ପଳେଇଲ, ସେ କ୍ୱେଶ୍ଚିନ୍ଟା ଲେଖିବ। ତା ଅର୍ଥ ତୁମେ ଏଇଠି କ୍ଲିୟର ହଲ ଯେ ଏଇ ଯୋଉ ଖାତାରେ ମୋର ଥିଓରି ରହିଲା, ଥିଓରି ରିଲେଟେଡ୍ କ୍ୱେଶ୍ଚିନ୍ କଣ ଆସିବ ତା ବି ରହିଲା। ତା ଅର୍ଥ, ମୁଁ ଏ ଟପିକକୁ ନେଇକିରି ଯଦି 3ରୁ 4ଟି କ୍ୱେଶ୍ଚିନ୍ ତମକୁ ଦେଇଦେଲି, তুমি ଏଉଠୁ କ୍ଲିୟର ହେଇଗଲ ଯେ ଆକ୍ଚୁଆଲି क्वेश्चन एमती ही आसीबो। किंतु मन रख पिले, तो डायरेक्ट आंसरटा एठी लिखिबोनी, प्रथमे रफ खातार गोटे आंसर लिखिबो। मु मॉड्यूलर आंसर दे साला परे ताकू मिसई करी मॉडिफाई करी, तापर तुम निज भाषा रे गोटे लिखिबो। एटा करो। सपोज ମୁଁ କାଲି କଣ କଲି ନା ଓମେନଙ୍କ ବିଷୟରେ ପଢେଇଲି। ଓମେନ ଇସ୍ୟୁ କଣ ଅଛି? ତର ତମର ସେକ୍ସୁଆଲ ହାରାସମେଣ୍ଟ ହେଇପାରେ, କିମ୍ବା ଡୋମେଷ୍ଟିକ ଭାଓଲେନ୍ସ ହେଇପାରେ। ଏମିତି ଗ୍ରାଉଣ୍ଡ ତ ଏତିକି ଅଛି ନା, ଥୋଡି ନା ତାକୁ ନେଇକି ବାହାରେ ଆଉ କଣ ଅଛି କି? ବାହାରେ କିଛି ନାହିଁ। ଆଗ ମୁଁ ଥିଓରି ପଢେଇଦେଲି, ତୁମେ କଣ କର ନା ଥିଓରି ଗୁଡା ଲେଖିଦେଲ। ଓମେନକୁ ନେଇକିରି ମୁଁ ତୁମକୁ 3ରୁ 4ଟି କ୍ୱେଶ୍ଚିନ୍ ଦେଲି। ଠିକ ସେଇଭଳି ଲାଷ୍ଟ ପେଜରେ ଲେଖିଦେଲ। ତାର ଅର୍ଥ, ତୁମେ ଏଇଠୁ ଶୁଣିଲ ଯେ ସୋସିଆଲ ଜଷ୍ଟିସର ଯେତିକି ଥିଓରି ଦରକାର, ବେସିକ ଥିଓରି। ମୁଁ କେବେ ବି ଆଲତୁ ଫାଲତୁ ଥିଓରି ଦିଏ ନା, ଯୋଉଟା କି ବହୁତ ସାରା ସିଲାବସ ଅଛି। ତୁମେ ଯଦି ସୋସିଆଲ ଜଷ୍ଟିସର ବହି ଆଣିବ, ଏତେ ମୋଟା ବହି ମାର୍କେଟରେ ବିକ୍ରି ହଉଛି, କୌଣସି ଆବଶ୍ୟକତା ନାହିଁ। ତୁମକୁ ଏଇ ପ୍ରୋସେସରେ ଯିବାର ଅଛି। ଆଉ ତୁମକୁ କ୍ୱେଶ୍ଚିନ୍ ଦଉଛି, ମାନେ ଥିଓରି ପଢିଲି, ସାଇଡରେ ସେଇ ମଡୁଲାର କ୍ୱେଶ୍ଚିନ୍ ବି ଦେଇଦେଲି। ଆର ଅର୍ଥ ହଉଛି, ତୁମେ ଗୋଟିଏ ଖାତା ତୁମକୁ ସେଇ ସ୍କୋର କରେଇବ। ତୁମେ ଯେତେବେଳେ ଫ୍ରି ପାଉଛ, ଥିଓରିକୁ ଟିକେ ପଢିଲ, ଯୋଉ କ୍ୱେଶ୍ଚିନ୍ କରିଥିବ ସେ କ୍ୱେଶ୍ଚିନ୍କୁ ଟିକେ ଓଭରାଲି ମାଇଣ୍ଡରେ ରିକଲ୍ କର। ଆର ଅର୍ଥ ତମକୁ ଏଇଭଳି ହେଲା। ବହୁତ ସାରା ପିଲାଙ୍କ ମାଇଣ୍ଡରେ କ୍ୱେଶ୍ଚିନ୍ ଆସିଲା ଯେ GS2 ର
ଆମେ କେତୋଟି ଖାତା କରିବା। ଦେଖ ମୁଁ ତମକୁ ଗୋଟେ ରୁଲ ବତାଉଛି। ଜିଏସ୍ 2 ରେ କଣ କଣ ଅଛି? ଗୋଟେ ଅଛି ସୋସିଆଲ ଜଷ୍ଟିସ୍ ଅଛି, ପଲିଟି ଅଛି, ଗଭର୍ନାନ୍ସ ଅଛି, ଇଣ୍ଟର ଷ୍ଟେଟ ରିଲେସନ। এই ଯୋଉ ଛୋଟ ଛୋଟ ଟପିକ ଅଛି, ସେ ଛୋଟ ଛୋଟ ଟପିକ ପାଇଁ ଛୋଟ ଛୋଟ ଏମିତିଆ ଖାତା କରିବ। ସେମିତି ଆଉ ଗୋଟେ ଖାତା କଲ କଣ ନା ଗଭର୍ନାନ୍ସ ପାଇଁ ଗୋଟେ ଖାତା କଲ। ଗଭର୍ନାନ୍ସ ପାଇଁ ଗୋଟେ ଖାତା। ଇଏ ହଉଛି GS2 ର କୋଉ ଖାତା ନା ଗଭର୍ନାନ୍ସ ପାଇଁ। ଦେଖ କାହିଁକି ନା ଗୋଟେ ପ୍ରପର ନୋଟ ଯଦି ତମେ ନ ଲେଖିବ, ତମ ମାଇଣ୍ଡରେ ସବୁବେଳେ ଗୋଟେ ଗିଲ୍ଟି ଫିଲ୍ ହଉଥିବ, ଗୋଟେ ଅନକମ୍ଫର୍ଟେବୁଲ ଫିଲ୍ ହଉଥିବ। କେବେ ଲକ୍ଷ୍ୟ କରିଛ ଯୋଉଦିନ ତୁମେ ଗୋଟେ ଭଲ ଡ୍ରେସ୍ ପିନ୍ଧୁଥିବ, ନୂଆ ଡ୍ରେସ୍ ପିନ୍ଧୁଥିବ, ସେଟା ତମକୁ କେମିତି ଲାଗେ? ଭେରି କମ୍ଫର୍ଟେବୁଲ ଲାଗେ। ଯେମିତି ଲାଗେ ବହୁତ ଭଲ ଲାଗୁଛି, ଏନର୍ଜେଟିକ ଲାଗେ, ମାନେ ଯୋଉଟା କି ବହୁତ ବେଟର ଫିଲ୍ କର। ଯୋଉଦିନ ତମେ ଗୋଟେ କୌଣସି ପୁରୁଣା ଡ୍ରେସ୍ ପିନ୍ଧିଛ, ଘର ଦ୍ୱାର ସଫା ହେଇଯାଇଛି, କିଛି ବେଟର ଡ୍ରେସ୍ ନାହିଁ, ଗୋଟେ ଆଡଜଷ୍ଟମେଣ୍ଟ ପାଇଁ ଗୋଟେ ଡ୍ରେସ୍ ପିନ୍ଧିଛ, ଓକେ, ମୁଁ କହୁଛି କହୁଛି ୱେଟ୍ କର। ତ ସେଇଭଳି ତମ ନୋଟ ଯଦି ଠିକ ସେ ନଥିବ, ତମକୁ ସବୁବେଳେ ପାଇଁ କମ୍ଫର୍ଟେବୁଲ ଲାଗିବନି। ତ ତୁମେ କଣ କଲ ନା ଗଭର୍ନାନ୍ସ ଗୋଟେ ଖାତା। ଏଇଭଳି ତାର ତ ମୁଁ GS2 ରେ କେତେଟା ଖାତା କଲି? ଗଭର୍ନାନ୍ସ ପାଇଁ ଗୋଟେ ଖାତା, ଇଣ୍ଟର ଷ୍ଟେଟ ରିଲେସନ ପାଇଁ ଗୋଟେ ଖାତା, ତୁମର ଇଏ ପାଇଁ ସୋସିଆଲ ଜଷ୍ଟିସ ପାଇଁ ଗୋଟେ ଖାତା, ପଲିଟି ପାଇଁ ଗୋଟେ ଖାତା। ତ ଯେତେଟା ଗ୍ରାଉଣ୍ଡ ରହୁଛି ସେଇ ହିସାବରେ ଚଟିକେ ବେଶୀ ନୁହେଁ, ଯୋଉଟା 40-50 ଟଙ୍କା ଯୋଉ ଖାତା ଆସୁଛି ମାର୍କେଟରେ, ସେଇ ସବୁ ଖାତା। ତ ସେଇଭଳି କରିବ, ତା ପଛପଟେ କୋଶ୍ଚିନ୍ ଲେଖିବ। ସେଇଭଳି କରିବ, ତା ପଛପଟେ କୋଶ୍ଚିନ୍ ଲେଖିବ। ଆର ଅର୍ଥ ହଉଛି GS2 ର ଗୋଟେ ତମର ଗୋଟେ ଧର ଫାଇଲ କରିଦେଲ, ସେ ଫାଇଲରେ GS2 ର ଖାଲି ଖାତା ରଖିଲ। ଆର ଅର୍ଥ କଣ ହେଲା? କିମ୍ବା ଉପରେ ଗୋଟେ ଷ୍ଟିକର ଲେଖିଦେଲ GS2। ତମେ କ୍ଲିୟର ହବ ଯେ GS2 ର ମୋର 6ଟା ଖାତା ଅଛି, 6ଟା ଖାତା ମାନେ 6ଟା ଟପିକ ଉପରେ ମୁଁ ପଢୁଛି। ଏଥିକ୍ସ ପାଇଁ ଗୋଟେ ଖାତା, ଏଥିକ୍ସ ପାଇଁ ଗୋଟେ ଖାତା। ସେ ଏଥିକ୍ସ ପାଇଁ 3ଟା ଖାତା କରିବ। ଗୋଟେ ଏଥିକ୍ସ ପାଇଁ ଗୋଟେ ଖାତା, ଆପ୍ଟିଚ୍ୟୁଡ ପାଇଁ ଗୋଟେ ଖାତା, ଇଣ୍ଟିଗ୍ରିଟି ପାଇଁ ଗୋଟେ ଖାତା। ତାକୁ ଲେଖିଲ, ତା ପଛପଟେ କୋଶ୍ଚିନ୍ ଆନ୍ସର କଲ। ତାର ଅର୍ଥ ଯେତେବେଳେ ତମେ ଫ୍ରି ପାଉଛ, ସେ ପୁରୁଣା ଖାତା ଗୋଟେ ଉଠେଇବ, ଥିଓରି ଟିକେ ରିଡିଂ ମାରିବ, ଡାଟା ଟିକେ ମନେ ରଖିବ, କୋଶ୍ଚିନ୍ ତା ଉପରେ କଣ ହବ। ଆଉ ଏଇ ପ୍ରୋସେସରେ ଯାଅ। ମୁଁ ତମକୁ ଆଜି ଚ୍ୟାଲେଞ୍ଜ ଦେଇ କହିବି, ଆଜିର ଡେଟ୍ରେ, ଆଜିର ଆର ବର୍ଷ ଆଜିର ଦିନରେ ବି ତୁମେ ମେନ୍ ଏକ୍ସାମ ଦେଇ ସାରିଥିବ କିମ୍ବା ଦଉଥିବ। ଆଉ ତୁମକୁ ଗ୍ୟାରେଣ୍ଟି ଦଉଛି, ତମେ ଟପ୍ 10 ତ 10, 100 ଭିତରେ ତ ଗ୍ୟାରେଣ୍ଟି ପଳେଇ ଆସିବ। ଆଉ ଟିକେ ଯଦି ଭଲସେ ଲେଖିବ, 10 ଭିତରେ ବି ପଳେଇ ଆସିବ। କିଛି ଡିଫିକଲ୍ଟ ନୁହେଁ। ଆକ୍ଚୁଆଲି ବର୍ତ୍ତମାନ ଟାଇମରେ ସିଭିଲ ସର୍ଭିସରେ ଚ୍ୟାଲେଞ୍ଜ ହେଇଛି ପ୍ରିଲିମ୍। ଭେରି ଅନେଷ୍ଟଲି କହିବାକୁ ପଡୁଛି, ଯଦି କୌଣସି ଆମର ଯୋଉ 3ଟା ଷ୍ଟେପ୍ ଅଛି, ପ୍ରିଲିମ୍, ମେନ୍, ଇଣ୍ଟରଭ୍ୟୁ, ଯୋଉ 3ଟା ଷ୍ଟେପ୍ ଅଛି, ମୋଷ୍ଟ ଚ୍ୟାଲେଞ୍ଜିଂ ଷ୍ଟେପ୍ ହଉଛି ପ୍ରିଲିମ୍। ଆକୁ ଯିଏ କ୍ଲିୟର କରିଦେଲା, ମେନ୍ କୁ ସେ ସେଇ ହାରରେ ଟିକେ ଯଦି ତା ମାଇଣ୍ଡରେ ଅଛି, ଲେଖିବା ଷ୍ଟାଇଲ ଭଲ ଅଛି, ଟିକେ ଯଦି ସେ ବନେଇକି ଲେଖିଦେଲା, ଦେନ୍ ସେ ସକ୍ସେସ୍ ପାଇଯିବ। ମୁଁ ତମକୁ ଆଜି କହିବି। ତାର ତ ତୁମେ ଏଇଭଳି ଆମେ ଯିବା। ଆଉ ମନେ ରଖ, ମୁଁ ଯୋଉ ସାଇକ୍ଲିଂ ତୁମମାନଙ୍କୁ ନଉଛି, ଏଇ ନୋଟ 26 ପାଇଁ ଏନଫ୍। କିନ୍ତୁ ମୁଁ ପ୍ରିଲିମରେ ତମକୁ ଟିକେ ପ୍ୟାଟର୍ନ ବଦଳେଇବି। ପ୍ରିଲିମରେ ଯାହା ପଢେଇଛି ସବୁ ମୁଁ ଚେଞ୍ଜ କରିବି, ଯୋଉଟା କି ଜାନୁଆରୀ ମାସରୁ। କାହିଁକି ନା ଅଲରେଡି OPS ତା ପ୍ୟାଟର୍ନ ଚେଞ୍ଜ କରିସାରିଛି। ତୁମେ ଯଦି ଏ ବର୍ଷର କୋଶ୍ଚିନ୍, ଆର ବର୍ଷର କୋଶ୍ଚିନ୍ କୁ ଭଲସେ ଆନାଲିସିସ୍ କରିବ, ସେ ଡିରେକ୍ସନ ବଦଳାଇ ସାରିଛି। ଯେ ଆକ୍ଚୁଆଲି ସେ ଯୋଉ କୋଶ୍ଚିନ୍ ଆମେ ଭାବୁ ସେଇଭଳି ଆସୁନି, ସେଇଭଳି ଆଉ ଆସୁନି। ତ ମୁଁ ଏଥର ମାଇଣ୍ଡ ସେଟ୍ କରୁଛି, 6 ମାସ ଫୁଲ୍ଲି ତୁମମାନଙ୍କୁ ଦେବି ପ୍ରିଲିମ୍ ପାଇଁ, ଯୋଉ ପ୍ରିଲିମ୍ର ସମ୍ପୂର୍ଣ୍ଣ କମ୍ପ୍ଲିଟଲି ଆଉ ଥରେ ନୂଆ ନୋଟ୍ ହବ। ଥରେ ପରିଶ୍ରମ କରିବା, ଏଟା ହବ ଶେଷ ପରିଶ୍ରମ। ସେଇଭଳି ଆଉ ତୁମମାନଙ୍କର GS2 ଆଉ ଏଥିକ୍ସ, GS2 ଆଉ ଏଥିକ୍ସ ଆଉ ବହୁତ କମ କ୍ଲାସ୍ ଅଛି। ଅଲମୋଷ୍ଟ ନଭେମ୍ବର 30 ଭିତରେ ସରିଯିବ। GS2 ରେ ଆଉ ବେଶୀ ନାହିଁ, କାହିଁକିନା ଏତିକି ଗ୍ରାଉଣ୍ଡ ଅଛି। ଖାଲି କୋଶ୍ଚିନ୍ ତମକୁ ଦେବାର ଅଛି, କୋଶ୍ଚିନ୍ କୁ ନେଇ ଡିସ୍କସନ କରିବାର ଅଛି। କାରଣ ତମେ କୋଶ୍ଚିନ୍ ପୁଳାଏ କରିଦେଲେ ତମେ ଜାଣିଗଲ ଏଇ ଗ୍ରାଉଣ୍ଡ ରହୁଛି, ତମକୁ ପ୍ରୋବ୍ଲେମ ହବନି। ତାପରେ ଏଥିକ୍ସଟାରେ ଅଲମୋଷ୍ଟ ଆଉ ମତେ ଲାଗିବ 14ରୁ 15ଟା କ୍ଲାସ୍, 14ରୁ 15ଟା କ୍ଲାସ୍। ତ ସେଥିପାଇଁ ଆମେ ନଭେମ୍ବର ଶେଷ ଭିତରକୁ ସାରିବା। ଡିସେମ୍ବର ଭିତରେ ଲାଷ୍ଟ ଭିତରେ ମୁଁ ସାରିଦେବି କାହାକୁ ନା 1 ଆଉ 3 କୁ। ଆଉ ଜାନୁଆରୀ ଅତି କମରେ ଜାନୁଆରୀ 10 କିମ୍ବା 15 ଭିତରେ ଆମେ ଷ୍ଟାର୍ଟ କରିଦେବା ପ୍ରିଲିମ୍। ସେତେବେଳକୁ ଆଉ କିଛି ବି ଅନିବାର ନାହିଁ। ଆଗ ଆମେ ଷ୍ଟାର୍ଟ କରିବା ପ୍ରିଲିମ୍ କୋଉଠୁ ନା ଜୋଗ୍ରାଫି, ଇକୋନୋମି, ହିଷ୍ଟ୍ରି, ସो ଲାଷ୍ଟ ରଖିବା ପଲିଟି। ଓକେ, ଓକେ। ତ ଥ୍ୟାଙ୍କ ୟୁ ଷ୍ଟୁଡେଣ୍ଟ, ଆଇ ହୋପ ସମସ୍ତଙ୍କ ମନ ଭିତରେ ଯୋଉ କୋଶ୍ଚିନ୍ ଥିଲା ସବୁ କ୍ଲିୟର ହେଲା। ଆଉ କାହା ମନରେ କିଛି ଡାଉଟ୍ ଅଛି କି? କାରଣ ପଚାର, ମୁଁ ସେଥିପାଇଁ ଏଇ କ୍ଲାସକୁ ରଖିଲି, ଗୋଟେ ଲଙ୍ଗ କୋଶ୍ଚିନ୍ ଡିସ୍କସନ କଲି। ଆଉ ଏଇ ଜିନିଷ ଆଉ ମନେ ରଖ, ସକ୍ସେସ୍ ପାଇବା ପାଇଁ ପାଠ ଯେତିକି ଇମ୍ପୋର୍ଟାଣ୍ଟ,
सक्सेस पाई प्लानिंग ता 3 गुणा इंपोर्टां प्लानिंग ताठू 3 गुणा इंपोर्टां से प्लानिंग को एग्जीक्यूटिव कले हमें सक्सेस पाई से हिसाब रे और तुमको एवरीडे बेसिस रे किछि किछि लिखिबार अछि एति गोटा था चलो प्रिलिम को साइड करो बर्तमान तुम आउ कोन मेन ओरिएंटेड रे आंसर राइटिंग ओरिएंटेड रे कोन डाउट अछि पचार मैं तुमको पचाउछि क्लास रे पचार क्लास नोट बनेबू ना पीडीएफ देखो क्लास नोट प्लस पीडीएफ को देखी कि नोट बनेबू फाइनल नोट ओके एसे राइटिंग बोते आई थिंक संडे ठाରୁ बोते स्टार्ट करूछि काना मु एई देखो आउ गोटे जिंस मु तुमनु कहउ चाहूछि हाँ केते घंटा पढ़िबा एटा होछि इंपोर्टेंट थिला तुमनकर क्वेश्चन देखो मु तुमु गोटे छोटिया हिसाब टे कहूछि तुम मिनिमम वर्तमान 26 पे टारगेट रखो 4 ରୁ 5 घंटा टारगेट रखो मिनिमम 4 ରୁ 5 घंटा केमिति रखिबो सेटा पर्सन वाइज भेरी करे सपोज जने राति 4 टे उठुछि तो प्लानिंग टा 4टा बड़ी हिसाब रहला दरकार जने ओमेन अछि जने ओमेन अछि तो तार एक्टिविटी अलग एज कंपेयर टू मेन घर काम अच्छी पिला छुआ काम अच्छी स्वामी हजबैंड काम अच्छी ता सहित ताको मैनेज करबार अच्छी किंतु से 4 घंटा 5 घंटा पढ़िबो को टाइम रे पढ़िबो से डिसाइड करिवो सपोज जने लेट नाइट पर्यंत पढ़ुची राति 2टा पर्यंत पढ़ुची किंतु सकाळ 7टा उठुची ता पई ता प्लानिंग किंतु हमको 4 ରୁ 5 घंटा पढ़िबार अच्छी आ 4 ରୁ 5 घंटा भितर 1 घंटा रखिबो सबुदिन रिविजन पाई ଆଉ ବାକି ଯୋଉ ସମୟକୁ ସେ ପ୍ଲାନିଂ କରିବ ଧରକ ବର୍ତ୍ତମାନ ଜିଏସ୍ ଟୁ ଚାଲିଛି ଏଥିକ୍ସ ଚାଲିଛି ଜିଏସ୍ ଟୁ ଆଉ ଏଥିକ୍ସ କୁ ଟାଇମ ଦବ ଆଉ ତୁମମାନଙ୍କର ବର୍ତ୍ତମାନ ଯୋଉ କ୍ଲାସ ଚାଲିଛି ମ୍ୟାଥ ଆଉ ଇଏ କରେଣ୍ଟ ଆଫେୟାର ତାକୁ କରେକ୍ଟ ଟାଇମ ଦବ ବର୍ତ୍ତମାନ ସିନାରିଓ ବା ବର୍ତ୍ତମାନ ପ୍ରେଜେଣ୍ଟ ସବୁ ଟାଇମ ମୁତାବକ ତମକୁ ଯିବାର ଅଛି ଏତିକି ହିସାବରେ ପୁରା କ୍ଲିୟର। ହଁ ବର୍ତ୍ତମାନ ମେନ୍ ଯୋଉମାନେ ଏକ୍ଜାମ ଦବ ଆଉ ଏ ଯୋଉ ଜାନୁଆରୀ ଫେବୃଆରୀରେ ସେମାନଙ୍କ ପାଇଁ ଯୋଉ ନୋଟ 26 ପାଇଁ ସେଇ ନୋଟ ଖାଲି 19 20 ର ଚେଞ୍ଜ ହବ କିନ୍ତୁ ସମସ୍ତଙ୍କ ପାଇଁ ସମସ୍ତେ ସେମ୍। ଆଚ୍ଛା ଆଉ କାହାର ଅଛି। ଅନଲାଇନ କ୍ଲାସ ଛାଡିକିରି ଅନଲାଇନ କ୍ଲାସ ଛାଡିକିରି 4 ଘଣ୍ଟା ଅନଲାଇନ ମୁଁ ତ ବେଶୀ ସମୟ କ୍ଲାସ ନଉନି କାରଣ ମୁଁ ତମକୁ ବର୍ତ୍ତମାନ ମୋର ଦେଖ କେବେ ଲକ୍ଷ୍ୟ କରିଛ ମୋର କ୍ଲାସ ର ଷ୍ଟାଇଲ କାରଣ ତୁମେ ମାନେ କିଛି ପିଲା 1 ଇୟର ଏଭବ ମୋ ସହିତ ଅଛ କେବେ ବି ମୁଁ 1 ଘଣ୍ଟା ଏଭବ କ୍ଲାସ ନିଏ ନା ଆଉ ମୁଁ ସେଇ କ୍ଲାସ ଭିତରେ ଯେତିକି ଜିନିଷ ତୁମମାନଙ୍କୁ କହେ ଅନ୍ୟ କୌଣସି ଟିଚର କ୍ଲାସକୁ କମ୍ପେୟାର କରିବ ସେ 2 ଘଣ୍ଟାରେ ସେତିକି ଜିନିଷ କହିଥିବ ମୁଁ ଯୋଉଟା କି 45 ମିନିଟରେ କହିଥିବି ତ ମୁଁ ଆକ୍ଚୁଆଲି ମୋର ଷ୍ଟଡିଟା ସେଇଭଳି ମୋର ପଢିବାଟା ମାନେ ଏଗ୍ରେସିଭ ଟାଇପର କିଛି କିଛି ପିଲାଙ୍କୁ ଭଲ ଲାଗେ ନା ପିଲା କିନ୍ତୁ ମୋ ଷ୍ଟାଇଲଟାକୁ ମୁଁ କେବେ ଚେଞ୍ଜ କରେ ନା କାରଣ ମୋର ଏଗ୍ରେସିଭ ଷ୍ଟାଇଲରେ ମୁଁ ପଢାଏ ଏଗ୍ରେସିଭ ଷ୍ଟାଇଲରେ ତ କମ ସମୟରେ ଅଧିକ ବେନିଫିଟ ଆଉ କେବେ ଟାଇମ ଲସ୍ ନ ହଉ କାରଣ ମୋ କନସେପ୍ଟକୁ ମୁଁ ବହୁତ ସିକ୍ୱେନ୍ସ ୱାଇଜ ରଖିଥାଏ ଯେ ଏଇ ଜିନିଷ ମତେ ଦେଖ ଡିଫରେଣ୍ଟ କଣ ଆଜି ବି ତମ ମାନଙ୍କୁ କହୁଛି ଭେରି ଅନେଷ୍ଟଲି ଆଜି ପର୍ଯ୍ୟନ୍ତ 2016 ମସିହା ଠାରୁ ମୁଁ ବହୁତ ସାରା ଇନଷ୍ଟିଚ୍ୟୁଟରେ ପଢିଛି ମିନିମମ୍ 20ଟା ଇନଷ୍ଟିଚ୍ୟୁଟରେ ପଢିଛି ଫାଇନାଲି 2021ରେ ମୁଁ ମୋର ଷ୍ଟାର୍ଟ କରିଥିଲି ମୋର ନିଜର ଇନଷ୍ଟିଚ୍ୟୁଟ ମୁଁ ଏତିକି ଜିନିଷ ଶିଖେ ଆମକୁ ଦିଆଯାଏ ଟାର୍ଗେଟ ଟାର୍ଗେଟ ମାନେ ଜାଣିଛ ସପୋଜ ମୁଁ ମ୍ୟାଥ ପଢାଏ ମ୍ୟାଥରେ ସାର୍ ଆପଣ 20 ଘଣ୍ଟା ପଢେଇବେ ଆପଣ କଣ ପଢାନ୍ତି ଆମେ ଜାଣିନୁ ବଟ୍ ଆପଣଙ୍କୁ ଦିଆଗଲା 20 ଘଣ୍ଟା ଘଣ୍ଟା ହିସାବରେ ଟାର୍ଗେଟ ଦିଆଯାଏ ତ ଟିଚର ମାଇଣ୍ଡ ସାଇକୋଲୋଜିକାଲି ସେଇ ହିସାବରେ ହେଇଯାଏ ମତେ ଘଣ୍ଟା ହିସାବରେ ପଢିବାର ଅଛି ମୁଁ କୌଣସି ଇନଷ୍ଟିଚ୍ୟୁଟର ନାଁ କହୁନି କୌଣସି ଇନଷ୍ଟିଚ୍ୟୁଟର ନାଁ କହୁନି ମତେ ଦିନେ କ୍ଲାସ ଦିଆଯାଇଥିଲା ଡାଇସ୍ ମନେ ଅଛି ତମକୁ ଡାଇସ୍ ଆଉ ମିରର ଇମେଜ ୱାଟର ଇମେଜ ଯୋଉ ରିଜନିଂ ରେ ଟପିକ ମନେ ଅଛି ମିରର ଇମେଜ ୱାଟର ଇମେଜକୁ ମତେ କୁହାଯାଇଥିଲା 2.5 ଘଣ୍ଟାରେ ପଢିବା ପାଇଁ ମାନେ ମୁଁ ବୁଝିପାରିଲି ମୋ ପିଲା ମୁଁ କଣ ପଢିବି ମିରର ଇମେଜ ୱାଟର ଇମେଜ ତ କିଛି ନାହିଁ ମୁଁ ତୁମମାନଙ୍କୁ ଯେତେବେଳେ ଲାଇଭ କ୍ଲାସରେ ପଢେ ମତେ 15 ମିନିଟ ଲାଗେ 15 ମିନିଟ କିନ୍ତୁ ସେ ବ୍ୟାଚରେ ମୁଁ 2.5 ଘଣ୍ଟା ପଢେଇଥିଲି ମିରର ଇମେଜ ୱାଟର ଇମେଜ ଜଷ୍ଟ ଇମାଜିନ୍ ଯୋଉ 2.5 ଘଣ୍ଟାଟା ସେ ପିଲା 15 ମିନିଟରେ ବୁଝିଯିବା ଦରକାର କିନ୍ତୁ 2 ଘଣ୍ଟା ମୁଁ ତାକୁ ଫେରେଇ ପାରିବିନି ନା କିନ୍ତୁ ମତେ ବାଧ୍ୟ ହେଇ ସେ କ୍ଲାସ ନେବାକୁ ପଡିଥିଲା ମୋର ଆଜି ବି ମନେ ଅଛି ସେ କ୍ଲାସ ମୁଁ କେବେ ଭୁଲି ପାରେ ନା ମୁଁ ଯେତେ କ୍ଲାସ ନେଇଛି ମିରର ଇମେଜ ୱାଟର ଇମେଜକୁ ମୁଁ ମତେ କୁହାଗଲା 2.5 ଘଣ୍ଟାରେ ସାର ପଢେଇବେ
ଆଉ କଣ କରିବି? ଖାଲି ପୁଳେ ଖଣ୍ଡେ କୋଶ୍ଚିନ୍ ଦେଇ କର ଆଉ ଓଲଟା ମୋଲଟା କୋଶ୍ଚିନ୍ ଆଉ କଣ ମିଳିଲା ଏଥିରୁ? ଠିକ ସେଇଭଳି ବାସ୍ ମୋର ଆକ୍ଚୁଆଲି ତୁମମାନଙ୍କୁ ଯୋଉ ପଢାଏ କମ ସମୟ ପଢାଏ, ଯୋଉଥିରେ ସେତିକି ପଏଣ୍ଟ ଥାଏ ସେ ପଏଣ୍ଟକୁ ତୁମେ ଯଦି ଠିକ ସେ ନେଇ ଆଣି ଥୋଇପାଇଲ ଦେନ୍ ତୁମେ ସକ୍ସେସ୍ ପାଇଯିବ। ଓକେ, ଆଉ କାହାର କିଛି ଡାଉଟ୍ ଅଛି? ଆଉ କିଛି ଡାଉଟ୍ ଅଛି? ମ୍ୟାଥ ଅପଲୋଡଟା ହେଇନି, ଆଜି ହବ। କାରଣ ଟିକେ ଆଜି ରାତି 10ଟା ଭିତରେ ହେଇଯାଇଥିବ କମ୍ପ୍ଲିଟ। ଆଉ କାହାର କ୍ୱେଶ୍ଚିନ୍? ହୋମ ସାଇନ୍ସ 2 ଦିନ ଅଫ୍ ଥିଲା, କାଲି ଅଛି ହୋମ ସାଇନ୍ସ। କାଲି ଆକ୍ଚୁଆଲି ମତେ ରାତି 5ଟାରୁ କଟକ ଯିବାର ଅଛି, ମୋର ଗୋଟେ କାମ ଅଛି। ମୁଁ ରିଟର୍ନ କରିଛି 12ଟା ଭିତରେ। 12ଟା ଭିତରେ ରିଟର୍ନ କରିସାରିଲା ପରେ ମୁଁ ଇଭିନିଂରେ ତମମାନଙ୍କ କ୍ଲାସ୍ ନାହିଁ। କାଲି ମର୍ଣ୍ଣିଂରେ ତମର ଖାଲି କରେଣ୍ଟ ଆଫେୟାର କ୍ଲାସ୍ ନାହିଁ, କ୍ଲାସ୍ ନାହିଁ, କେବଳ ମ୍ୟାଥର ଏକ୍ଜାମ୍ ଅଛି। ସୋସିଆଲ ଜଷ୍ଟିସ୍ ଆଣ୍ଡ ସଷ୍ଟେନେବଲ ଡେଭଲପମେଣ୍ଟ କ୍ଲାସ୍ ଅପଲୋଡ୍ ହେଇନି? ଠିକ ଅଛି, ମୁଁ ଚେକ୍ କରୁଛି। ହଁ, ତ ଆଉ ଗୋଟେ ଜିନିଷ ମନେ ରଖିବ, ଯେତେବେଳେ ବି ତମେ ଦେଖୁଛ ଯେ କୌଣସି କ୍ଲାସ୍ ଅପଲୋଡ୍ ହେଇନି କିମ୍ବା କୌଣସି ଲଙ୍ଗ କୋଶ୍ଚିନ୍ର ଆନ୍ସର ମୁଁ ଅପଲୋଡ୍ କରିନି, କାଇଣ୍ଡଲି ମୋତେ କିଏ ମେସେଜ କରିଦେବ। କାରଣ ମୁଁ ଏତେ ସାରା ଭିତରେ ବେଳେବେଳେ ଭୁଲିଯାଏ, ଏ ରୋଗଟା ମୋର ଟିକେ ଅଛି। ହଁ ତ ଅପଲୋଡ କରିବା ଆଉ ଏଇ ଭୁଲିଯାଏ, ଟିକେ ମେସେଜ କରିଦଉଥିଲେ ମତେ କଣ ହବ, ମୁଁ ଟିକେ ସିନସିୟର ହେଇକି ସେଟା ଅପଲୋଡ କରିଦେବି। ଯଦି ବର୍ତ୍ତମାନ ସୁଦ୍ଧା କୋଉ କୋଉ ଲଙ୍ଗ କୋଶ୍ଚିନ୍ ର ଆନ୍ସର ଅପଲୋଡ ହେଇନି ଆଉ କୋଉ କୋଉ କ୍ଲାସ୍ ଅପଲୋଡ ହେଇନି, ମାନେ ଆଜିର କ୍ଲାସକୁ ଛାଡି, ଆଜି ଦିନ ସାରା କ୍ଲାସ୍ ଛାଡି ଯଦି ପୁରୁଣା କ୍ଲାସ୍ କିଛି ଅପଲୋଡ ହେଇନି ମତେ ମେସେଜ କରିବ, ମୁଁ ତମକୁ ଅପଲୋଡ କରିଦେବି। ଆଉ କିଛି କାହା ଡାଉଟ୍ ଅଛି? ସାର୍ ମେନ୍ କୋଶ୍ଚିନ୍ ସେଲ୍ଫ ଆନ୍ସର ପାଇଁ ଏକ୍ସଟ୍ରା ଦେଖ, ସେଲ୍ ପାଇଁ ପ୍ରାକ୍ଟିସ କର, କିଛି ଏକ୍ସଟ୍ରା ଦରକାର ନାହିଁ, ଗୋଟେ ରଫ୍ ଖାତା କରିଦବ, ସେଟା ଖାଲି ପ୍ରାକ୍ଟିସ ପାଇଁ, ସେଲ୍ ପ୍ରାକ୍ଟିସ ପାଇଁ ରାଣ୍ଡମଲି। ଓଡ଼ିଆ ଆଣ୍ଡ ଇଂଲିଶ, ଓଡ଼ିଆ କ୍ଲାସ୍ ତ ଚାଲୁଛି, ତା ପାଇଁ ଓରିଏଣ୍ଟ ନୁହଁ। ହଁ, ମୁଁ ଇଂଲିଶ କ୍ଲାସଟା ଆଜି ହେଲା ଏଇ ରବିବାରଠୁ ଷ୍ଟାର୍ଟ କରୁଛି, ଯୋଉଟା କି ଇଭିନିଂ 5ଟାରେ ରହିବ 30 ମିନିଟ୍ ପାଇଁ। ବେଶୀ ସମୟ ନେବେନି, 30 ମିନିଟ୍। ଗ୍ରାମାର କ୍ଲାସ୍ ଫାଷ୍ଟ ନେବି, କାରଣ ଗ୍ରାମାରଟା ତୁମେ ଯଦି ନ ଜାଣିବ, ତମକୁ ଇଂଲିଶରେ କରିବା ପାଇଁ ପ୍ରୋବ୍ଲେମ ହବ। ଏଇ ସଣ୍ଡେ ଠାରୁ ଷ୍ଟାର୍ଟ ହଉଛି 5ଟା ବେଳେ ଇଭିନିଂରେ, ବେଶୀ 30 ମିନିଟ୍ କ୍ଲାସ୍ ରହିବ। ଫାଷ୍ଟ ମୁଁ ଗ୍ରାମାର ସାରିବି, ଗ୍ରାମାରଟା ହଉଛି ଇମ୍ପୋର୍ଟାଣ୍ଟ, କାରଣ ତୁମେ ଗ୍ରାମାର ଯଦି କ୍ଲିୟର ହଉଛ, ଦୁଇ ପ୍ରକାର ବେନିଫିଟ୍ ପାଇବ। ଏସେ ରାଇଟିଂରେ ବେନିଫିଟ୍ ପାଇବ, ପ୍ଲସ୍ ଜବ୍ ହୋଲ୍ଡର ମାନଙ୍କ ପାଇଁ। ଦେଖ, ମୁଁ କହିଲି ଜବ୍ ହୋଲ୍ଡର ଥାଅ କିମ୍ବା ହାଉସ ୱାଇଫ୍ ଥାଅ କିମ୍ବା କୋଉ ଲାଇଫରେ ଥାଅ, ତ ତୁମକୁ 4ରୁ 5 ଘଣ୍ଟା ପଢିବାର ଅଛି। ତୁମେ ଦେଖିଲ ମତେ ଏତିକି ସମୟ ମୋ ଫ୍ରି ନାହିଁ, ତ ବାକି ସମୟରେ ମତେ 4 ଘଣ୍ଟା ବାହାର କରିବାର ଅଛି। ଏର୍ଲି ମର୍ଣ୍ଣିଂରେ ଉଠିବ, ସପୋଜ 2 ଘଣ୍ଟା ଟାଇମ୍ ଦେଲ, ଆଫ୍ଟର ଜବ୍, ଆଫ୍ଟର କ୍ଲାସ୍ ପରେ 2 ଘଣ୍ଟା ଟାଇମ୍ ଦେଲ। ଦ୍ୟାଟ୍ ଡିପେଣ୍ଡ ଅପନ୍ ୟୁ, କାହିଁକି ନା ତୁମ ଲାଇଫ ଷ୍ଟାଇଲ ତୁମ ଜାଣିଛ, ମୁଁ ଜାଣିନି। ତମକୁ ମୁଁ କହିଲି 4 ଘଣ୍ଟା ତମକୁ ଦେବାର ଅଛି। ରୁଢିର କ୍ଲାସ୍ ଅପଲୋଡ୍, ଓକେ, ଏଟା ମେସେଜ କରିଦବ, ଏଟା ଅପଲୋଡ କରିଦବ। ଆଉ କାହାର କଣ ରହିଲା ଡାଉଟ୍ ପଚାରିଦେ ସୌଦେବ। ଆଉ ମତେ ମାନେ ଏତେ କଲ୍ କରିକି ମେ ବି ରିସିଭ୍ କରିପାରୁଥିବ ନାହିଁ। ପ୍ରିଲିମରେ ଇଂଲିଶ ବି କୋଶ୍ଚିନ୍ ଆସୁଛି, ଓଡ଼ିଆରେ ବି ଆସୁଛି। ଦେନ୍ ଆଉ କାହାର ଆସିଲା? ଯାହା ବି ଡାଉଟ୍ ଅଛି, ମୁଁ ଗୋଟେ ସେସନ ନିଏ, ଯାହା ମନ ଭିତରେ କୋଶ୍ଚିନ୍ ଆସୁଛି, ତମ ମନ ଭିତରେ କୋଶ୍ଚିନ୍ ଯଦି ମୁଁ କ୍ଲିୟର କରିଦଉଛି, ତୁମେ ଗୋଟେ ଷ୍ଟେପ୍ ଆଗକୁ ଯିବ। ଆଇ ଥିଙ୍କ ଆଉ କାହା ମାଇଣ୍ଡରେ ଆଉ କିଛି କୋଶ୍ଚିନ୍ ନାହିଁ। ଆଉ ଫିଲହାଲ ଯାହାର ବି ଯାହା ଥିବ ଡାଇରେକ୍ଟ ମୋତେ କଲ୍ କରିବ। ଓକେ, ଥ୍ୟାଙ୍କ ୟୁ, ଗୁଡ୍ ନାଇଟ୍।